ଧଡ଼ ଧଡ଼ ଶବ୍ଦ କରି ଟ୍ରେନ୍ ଦ୍ରୁତଗତିରେ ମାଡ଼ି ଚାଲିଥିଲା। ସନ୍ଧ୍ୟା ସମୟ ଥିଲା। ମୂଷଳଧାରାରେ ବର୍ଷା ହେଉଥିଲା। ମଝିରେ ମଝିରେ ଚକ୍ 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 ବିଜୁଳି ମାରୁଥିଲା। ବାତାନୁକୂଳିତ କୋଚ୍ର ଡୋରଗୁଡ଼ିକ ଧଡ଼ ଧଡ଼ ଶବ୍ଦରେ ନିଜର ଉପସ୍ଥିତି ବୟାନ କରୁଥିଲେ। ମୁଁ ଟ୍ରେନ୍ର ସେହି ବଗିରେ ଏକୁଟିଆ ଥିଲି। ସେଥିପାଇଁ ମୋତେ ଯେତିକି ଡର ଲାଗୁନଥିଲା, ଏତେ ଭୟଙ୍କର ବର୍ଷା ପାଗ ଯୋଗୁଁ ମୋତେ ଆହୁରି ଅଧିକ ଡର ଲାଗୁଥିଲା। ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ଷ୍ଟେସନର ନାମ ପଢ଼ିବା ଅସମ୍ଭବ ଥିଲା। କିଛି ସମୟ ପରେ ଗାଡ଼ି ଗୋଟିଏ ମଧ୍ୟମ ଷ୍ଟେସନରେ ପହଞ୍ଚିଲା। ମୁଁ କ୍ୟାବିନରେ ଏକୁଟିଆ ଥିଲି। ମୋତେ ଭଲ ଲାଗୁନଥିଲା। ଆଉ ମୁଁ ଏହି ଅପେକ୍ଷାରେ ଥିଲି ଯେ କେହି ଜଣେ ଆସନ୍ତା କି କଥାବାର୍ତ୍ତା ହୋଇ ବାକି ରାସ୍ତାତକ କଟାଇ ଦିଅନ୍ତି। ଏହି ସମୟ ଭିତରେ କେହି ଜଣେ ଡୋର ଠକ୍ ଠକ୍ କଲା। ଆଉ ଜଣେ ଏକଦମ ଶାନ୍ତ ଦେଖାଯାଉଥିବା ବ୍ୟକ୍ତିଟି ଆସିଲା। ନିଜ ହାତରେ ଆଣିଥିବା ବ୍ୟାଗ୍ ଓ ଅନ୍ୟ ଜିନିଷ ରଖିବା ପରେ ମୋତେ ଦେଖି ଟିକିଏ ହସିଲା। ଆଉ ନିଜର ପରିଚୟ ଦେଲା। ହ୍ୟାଲୋ, ମୁଁ ମିଷ୍ଟର ଘୋଷ। ଆଉ ମୁଁ କଲିକତା ଯାଉଛି ପୁନର୍ଜନ୍ମ ସମ୍ବନ୍ଧିତ ଏକ କାର୍ଯ୍ୟଶାଳାରେ ଭାଗ ନେବା ପାଇଁ। ତାପରେ ମୁଁ ବି ମୋର ପରିଚୟ ଦେଲି। ହ୍ୟାଲୋ, ମୁଁ ମିଷ୍ଟର ଦାସ। ଆଉ ମୁଁ ପାଟନା ଯାଉଛି। ମୁଁ କାନପୁରରେ ଗୋଟେ ସରକାରୀ ପଦବୀରେ ଅଛି। ତାପରେ ସେହି ଲୋକଟି କିଛି ଖାଇବା ଜିନିଷ ନିଜ ବ୍ୟାଗରୁ କାଢ଼ିଲା। ଆଉ ମୋତେ କିଛି ଖାଦ୍ୟ ଯାଚିଲା। କୌଣସି ଅପରିଚିତ ଠାରୁ ଖାଦ୍ୟ ନେବା ମୋ ପକ୍ଷେ ସମ୍ଭବ ନଥିଲା। ତେଣୁ ବିନମ୍ରତା ସହିତ ଯଥାସମ୍ଭବ ଆଭଏଡ଼ କଲି। ସେ ବି କମ୍ ଉସ୍ତାଦ ନଥିଲା। ସେ ଗୋଟିଏ ଅଜବ ହସ ମୁହଁରେ ରଖି ମୋତେ କହିଲା, ଏହା ତ ଆରମ୍ଭ ମାତ୍ର। ଏବେ ଆଗକୁ ଦେଖ କ'ଣ କ'ଣ ହେଉଛି। ତା'ର ମୁହଁରୁ ବାହାରିଥିବା ଏହି କେଇପଦ କଥା ଶୁଣି ମୋତେ ଯେମିତି କିଛି ଭୟ ଅନୁଭବ ହେଲା। ତାପରେ ସେ ପୁନର୍ଜନ୍ମ ସମ୍ବନ୍ଧିତ କଥା ଆରମ୍ଭ କଲା। ଆଉ ପୁନର୍ଜନ୍ମକୁ ଅନ୍ଧବିଶ୍ୱାସ ବୋଲି କହିଲା। କିଛି ସମୟ ପରେ ମୋତେ ସେ ପଚାରିଲା, ତୁମେ ଭୂତପ୍ରେତକୁ ବିଶ୍ୱାସ କର? ମୁଁ ଉତ୍ତରରେ କହିଲି, ହଁ, ବିଶ୍ୱାସ କରେ। ମୋର ଉତ୍ତର ଶୁଣି ସେ ହସିବାକୁ ଲାଗିଲା। ଆଉ କହିଲା, ଇଏ ସବୁ ବକବାସ। ମୋତେ କିନ୍ତୁ ଭୂତପ୍ରେତ ଉପରେ ବିଶ୍ୱାସ ଥିଲା। କିନ୍ତୁ ସେ ଭୂତପ୍ରେତର ଅସ୍ତିତ୍ୱକୁ କେବେ ବି ବିଶ୍ୱାସ କରୁନଥିଲା। ମଧ୍ୟରାତ୍ରି ହୋଇସାରିଥିଲା। ଅନ୍ୟ ବଗିର ସମସ୍ତ ଯାତ୍ରୀ ଶୋଇବାକୁ ଯାଉଥିଲେ। କିନ୍ତୁ ସେହି ବଗିରେ ମୁଁ ଆଉ ସେହି ଲୋକଟି ଥିଲୁ। ତାପରେ ମୁଁ ଶୋଇବାକୁ ଗଲି। କିଛି ସମୟ ପରେ ମୋତେ ଟିକେ ନିଦ ଲାଗି ଆସୁଥିଲା। ଅଚାନକ ମୋତେ ଅନୁଭବ ହେଲା କେହି ମୋ ବେକ ଉପରେ ଗରମ ଅଙ୍ଗାର ରଖୁଥିଲା। ମୁଁ ଭୟରେ ଉଠିଗଲି। କିନ୍ତୁ ଦେଖିଲି କିଛି ବି ନଥିଲା। ଆଉ ମୋ ସାଥିରେ ଥିବା ସହଯାତ୍ରୀ ଜଣକ ଶୋଇଥିଲା। ତାପରେ ପୁଣି ମୁଁ ଶୋଇବାକୁ ଚେଷ୍ଟା କଲି। ଠିକ୍ ମୋ ଆଖି ଲାଗି ଆସୁଥିଲା। ହଠାତ୍ ଅନୁଭବ କଲି କେହି ଜଣେ ମୋ ପେଟ ଉପରେ ବସି ଜୋରରେ ହସିବାକୁ ଲାଗୁଛି। ମୋର ନିଦ ଭାଙ୍ଗିଗଲା। ମୁଁ ଗୋଟିଏ ମନ ଭୟରେ ଥରୁଥିଲି। ମୁଁ ସେହି ଲୋକ ଜଣକୁ ଦେଖିବାକୁ ପାଇଲି ନାହିଁ। ପାଖାପାଖି 2 ମିନିଟ୍ ପରେ ସେହି ଲୋକଟି ଆସିଲା ଆଉ ପଚାରିଲା, ଆରେ ଭାଇ, ଏପର୍ଯ୍ୟନ୍ତ ଶୋଇନ କି? ମୁଁ ନିଜର ଭୟକୁ ଲୁଚାଇ ତାକୁ କହିଲି, ନା ଭାଇ, ନିଦ ଆସୁନାହିଁ। ତାପରେ ମୁଁ ନିଜ ବ୍ୟାଗରୁ ଗୋଟେ ମାଗାଜିନ୍ କାଢ଼ି ମିଛରେ ପଢ଼ିବାକୁ ନାଟକ କଲି। ସହଯାତ୍ରୀ ଜଣକ ଆସି ପୁଣି ନିଜ ଜାଗାରେ ଶୋଇଗଲା। ଆଉ ତା'ର ଘୁଙ୍ଗୁଡ଼ି ଶବ୍ଦ ବହୁତ ଅଧିକ ଥିଲା, ସତେ ଯେମିତି ଘଡ଼ଘଡ଼ି ମାରୁଛି। ତାପରେ ମୁଁ ବି ଶୋଇବାକୁ ଚେଷ୍ଟା କରୁଥିଲି। ଟ୍ରେନ୍ କେବେ କେବେ ପୁରା ଧୀର ହୋଇଯାଉଥିଲା ତ କେବେ କେବେ ଜୋରରେ ଚାଲୁଥିଲା। ଭୟ କାରଣରୁ ମୋତେ ନିଦ ବିଲକୁଲ ବି ଆସୁନଥିଲା। ତାପରେ ମୁଁ ଟଏଲେଟ୍ ଗଲି। ଯେମିତି ଡୋର୍ ଖୋଲିଛି, ଦେଖିଲି ସେହି ଲୋକଟି ଟଏଲେଟ୍ରେ ଅଛି। ମୁଁ ଭୟରେ ଚିତ୍କାର କରି ନିଜ ଜାଗାକୁ ଦୌଡ଼ି ଆସିଲି। ଆସି ଦେଖିଲି ସେହି ଲୋକଟି ତ ଶୋଇଛି। ମୁଁ ଭୟରେ ତାକୁ ଡାକି ଉଠାଇଲି। ସେ ଉଠି କହିଲା, କ'ଣ ହେଲା? ତା ମୁହଁକୁ ଦେଖିଲେ ଏପରି ଲାଗୁଥିଲା ଯେମିତି ଏହି ବିଷୟରେ ସେ କିଛି ବି ଜାଣିନି। ମୁଁ କହିଲି, ଭାଇ, ତୁମେ ତ ଏଠି, ତେବେ ସେ ଟଏଲେଟ୍ରେ? ତାପରେ ସେ ଲୋକଟି ଟିକେ ଅଜୀବ ହସ ମୁହଁରେ ଆଣି ହା 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 ହସିବାକୁ ଲାଗିଲା। ତୁମକୁ ତୁମର ବିଶ୍ୱାସର ପ୍ରମାଣ ଦେବାର ଥିଲା। ତୁମ ପରି ଲୋକଙ୍କ କାରଣରୁ ଆମ ଭୂତପ୍ରେତଙ୍କର ଅସ୍ତିତ୍ୱ ରହିଛି। ଏହା କହି ସେ ଗାୟବ ହୋଇଗଲା। ମୁଁ ପୁରା ଭୟରେ ଝଡ଼ ପାଲଟି ସାରିଥିଲି। 3 ମିନିଟ୍ ପରେ ଜଣେ ଟିଟିଆଇ ଆସିଲେ ଟିକେଟ୍ ଚେକ୍ କରିବା ଉଦ୍ଦେଶ୍ୟରେ। ଯେତେବେଳେ ମୋର ନଜର
ତାଙ୍କ ମୁହଁରେ ପଡ଼ିଲା। ମୁଁ ଏମିତି ଡରିଗଲି ଯେମିତି ମୁଁ ଆଉ ଘରକୁ ଯାଇପାରିବି ନାହିଁ, କାରଣ ସେ ଟିଟିଆଇ ଆଉ କେହି ନୁହେଁ, ସେହି ସହଯାତ୍ରୀ ଜଣକ।